ଏତେ ଦୂରରୁ ଷ୍ଟ୍ରଗଲ କରି ଆସିଥିଲେ ଆଉ ନାଟ ଯଦି କ୍ୟାନସେଲ ହେଇଥାନ୍ତା ବୋଲେ ବହୁତ ଖରାପ ହେଇଥାନ୍ତା କାହିଁକି ବୋଲେ ଝଗଡ଼ା ଚାଲିଥିଲା ମଝିରେ ନାଟ କ୍ୟାନସେଲ ହେବା ଉପରେ ଥିଲା ମୁଁ ଭାବିକି ଭାଇ ଏତେ ଦୂରରୁ ଆସିଛନ୍ତି ଭିଡ଼ିଓ ଭିଡ଼ିଓ ବନେଇକି ଯିବେ ନାହିଁ ଏତେ ଷ୍ଟ୍ରଗଲ କରି ମୋତେ ଫୋନ୍ କରିଥିଲେ ସନ୍ଧ୍ୟାବେଳେ ଆଉ ନାଇଁ ଭାଇ ଆସୁଛନ୍ତି କି ନାଇଁ ସେମିତି ସବୁ କଥାବାର୍ତ୍ତା ହେଇଥିଲେ ବାକି ନାଟ ହେଲା ଭଲ ହେଲା ଭାଇ ଭିଡ଼ିଓ ବନେଇଲେ ବହୁତ ଖୁସି ଲାଗିଲା ଆଉ ବହୁତ ବହୁତ ଧନ୍ୟବାଦ ଆପଣ କେମାଗଡ଼ାର ଭାଇମାନଙ୍କ ସହିତ ମିଶି ଆପଣଙ୍କର ଏ ଗୋରାହାଣ୍ଡି ନା କୋଉଠି ଭାଇ? ଆମର ହିରୋ ଆଉ ମୋର ଗୋଟେ ଗାଁ ଗୋରାହାଣ୍ଡି ଆମର ଗୋଟେ ଗାଁ ତାଙ୍କର ସାହି ଅଲଗା ଆମର ସାହି ଅଲଗା ସାଇ ଅଲଗା ଗୋରାହାଣ୍ଡିରେ ନାଟ ଶିଖିଥିଲେ ପରା ହଁ ନାଟ ଶିଖା ହେଇଥିଲା ପାଖାପାଖି ହେଇଗଲାଣି 7 ବର୍ଷ ଖଣ୍ଡେ ହଁ। ଆଉ ଏବେ ତ ବନ୍ଦ ହେଇଗଲାଣି ନା 7 ବର୍ଷ ହେଇଗଲାଣି ତାପରେ ଏବେ ଅଲଗା ନାଟ ମନକୁ ଯାଉଛୁ କେଟା ନାଟ ପରା ଭଲ ଥିବ ମୋର ଭଲ ହିଟ୍ ନାଟ IPL ତାପରେ ଆମର ବଇଗୁଡ଼ା ଆଉ ବର୍ମାଗୁଡ଼ା ଆଉ ଏଠି ତାପରେ ଗରାହାଣ୍ଡି ତାପରେ ଅଲଗା ପ୍ରଚୁର ମୁଚୁର ରୋଲ୍ କରିବାକୁ ଯାଉଥିଲି ତାପରେ ହିଟ୍ ନାଟ ମୁଁ ଫିକ୍ସ ରୋଲ୍ କରବାଟା ମୋତେ ହଁ କେଟା ନାଟରେ ହିରୋଇନ୍ ଖେଳିଥିବ ହয়তো ଯଦି ଅସୁବିଧା କୋଉଠି ହୁଏ ହଇ ଏବେ କୋଉଠି କାହାକୁ କିଏ ତ ଭଲ ନଥିବେ କାହାକୁ ଜ୍ୱର ହେଇଯିବ ହଇ କାହାକୁ କ'ଣ ଦେହ ଖରାପ ହେଇଗଲେ ସେଠି ଯାଇ ଆଡଜଷ୍ଟ କରିବା ନିହାତି ଉଚିତ ସେଥିପାଇଁ କୋଉଠି ବି ସେ କରିଦିଏ ସେମିତି କିଛି ମ୍ୟାଟର ନାହିଁ ହେଲେ ପ୍ରଥମ ହିରୋଇନ୍ ଗେଟଅପଟା କୋଉଠି ଷ୍ଟାର୍ଟ ହେଇଥିଲା ହିରୋଇନ୍ ରୋଲଟା? ପ୍ରଥମ ହିରୋଇନ୍ ମୋ ଗାଁରେ ବାହାରିଥିଲେ ହଁ ଯେତିକି ବେଳେ ଆମ ଗାଁରେ ଗୋଟେ